ଆଜିର ସମୟରେ ଲୋକମାନେ ପରସ୍ପରକୁ ଟପି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ କଠିନ ପରିଶ୍ରମ ବି କରନ୍ତି। ଯେଉଁମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ କରିବାରେ ଅସମର୍ଥ, ଏହିପରି ଲୋକଙ୍କୁ ବାରମ୍ବାର ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟ କିଛି କଥା କହିଛନ୍ତି, ଯାହା ସମସ୍ତଙ୍କ ପାଇଁ ଲାଭଦାୟକ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କଥା ଉଲ୍ଲେଖ କରିଛନ୍ତି, ଯାହା ସଫଳତା ହାସଲ କରିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ଏହିପରି ତ୍ରୁଟିଗୁଡ଼ିକ ମଧ୍ୟ କୁହାଯାଇଛି, ଯେଉଁ କାରଣରୁ ବିଫଳତା ଅଛି। ଚାଣକ୍ୟ କହିଛନ୍ତି, କିଛି ଲୋକ କେବଳ ଚିନ୍ତା କରି ସଫଳତା ହାସଲ କରିବାକୁ ଚାହାନ୍ତି। ଏହିପରି ଲୋକମାନେ କେବଳ ସେମାନଙ୍କ ମନରେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରନ୍ତି, କିନ୍ତୁ ଏଥିପାଇଁ ସେମାନେ କୌଣସି ବଡ଼ ପଦକ୍ଷେପ ନିଅନ୍ତି ନାହିଁ। ଏପରି ଲୋକମାନେ ଜୀବନରେ କେବେବି ସଫଳତା ହାସଲ କରିପାରିବେ ନାହିଁ। ସଫଳ ହେବା ପାଇଁ ଯୋଜନା କରିବା ସହିତ ଏହା ଉପରେ କାର୍ଯ୍ୟ କରିବାକୁ ପଡ଼ିବ। ଯଦି ଆପଣ ସଫଳ ହେବାକୁ ଚାହାନ୍ତି ତେବେ ନିଜ ରଣନୀତିରେ କାମ କରନ୍ତୁ। କେବଳ ଚିନ୍ତା କରି କିଛି ହାସଲ ହେବ ନାହିଁ। ଆପଣଙ୍କ ଚିନ୍ତାଧାରାକୁ ଏକ ଆକୃତି ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଚିନ୍ତା ନକରି କୌଣସି କାର୍ଯ୍ୟ କରନ୍ତି, ସେମାନେ ବି କଦାପି ସଫଳତା ପାଆନ୍ତି ନାହିଁ। ସଫଳତା ହାସଲ କରିବାକୁ ଆପଣଙ୍କୁ ଏକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଆପଣଙ୍କୁ ସେହି ଆଧାରରେ କାମ କରିବାକୁ ପଡ଼ିବ। ଯଦି ଆପଣ ମଧ୍ୟ ଜୀବନରେ ସଫଳତା ହାସଲ କରିବାକୁ ଚାହାନ୍ତି ତେବେ ଲକ୍ଷ୍ୟ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ। ଯୋଜନା ପ୍ରସ୍ତୁତ କରି ଏଥିରେ ଆସୁଥିବା ସମସ୍ୟାର ମୁକାବିଲା କରିବା ଆପଣଙ୍କ ପାଇଁ ସହଜ ହେବ। ଚିନ୍ତା ନ କରି କାର୍ଯ୍ୟ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେଉଁମାନେ ବିନା ନିର୍ଦ୍ଦେଶରେ କାମ କରନ୍ତି, ସେମାନେ କଦାପି ସଫଳତା ପାଆନ୍ତି ନାହିଁ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।